आपण माने कहानी मो जीवन रे एते अंडा केबे भी देखि नथिली। लागुचे भगवान मो ऊपर आशीर्वाद कले जहा द्वारा मोर लॉटरी लागी गला। एबे मु प्रत्येक दिन सखाळे आसेबी एवं भूत जीवा परे बहुत सारा अंडा को एठारु नहीं पळाइबी एवं जंगल रे बसी मन खुशी रे खाइबी। बिलुआ एपरी कही सेठारु किछि अंडा नहीं पळाई आसिला एवं घरे पहुंची ताकू खाई सारी कहिला, अरे मो प्रत्येक दिन खाली मला जीव जंतु खाई पूरा विरक्त होई जाइतले। हेले एबे अंडा खाई मते बहुत आनंद मिलुची। तेणु मु प्रत्येक दिन एपरी अंडा आनिबी ओ मन शांति रे खाइबी। बिलुआ एपरी कही रहिला एवं ता पर दिन सकाळ हेबा परे से गुंफा पाखरे पुणी थरे अपेक्षा कला एवं भूत पळाइबा परे गुंफा भितरे कहिला, अरे काले मु अल्प अंडा नैथिली तेणु मन शांति रे खाई पारिले नाही।
ହେଲେ ଏବେ ମୁଁ ବହୁତ ସାରା ଅଣ୍ଡା ନେଇଯିବି ଏବଂ ମନ ଶାନ୍ତିରେ ଖାଇଯିବି। ହଁ। ବିଲୁଆ ଏପରି କହି ଘରକୁ ଆସି କହିଲା, ଆରେ ମୋ ପାଖରେ ଏବେ ଏତେ ଅଣ୍ଡା ହୋଇଗଲା ଯେ ମୁଁ ୟାକୁ ଦିନ ରାତି ପଡ଼ି ଉଠିକି ଖାଇବି ଓ ଶାନ୍ତିରେ ଶୋଇବି। ଧନ୍ୟବାଦ ପ୍ରଭୁ, ଆପଣ ଏପରି ମୋତେ 2 ଦିନ ହେବ ବିନା କଷ୍ଟରେ ଖାଦ୍ୟ ଯୋଗାଉଥିବାରୁ। ବିଲୁଆ ଏପରି କହି ଖୁସି ହେଲା। ହେଲେ ଏପାଖରେ ଭୂତ ତାର ଗୁମ୍ଫାକୁ ଫେରିଲା ଓ ଦେଖିଲା ତାର ଅଣ୍ଡା କମ୍ କମ୍ ଲାଗୁଛି। ଏହା ଦେଖିବା ମାତ୍ରେ ତାକୁ ଟିକିଏ ସନ୍ଦେହ ହେଲା। ତେଣୁ ସେ କହିଲା, ଆରେ ମୁଁ 2 ଦିନ ହେବ ଦେଖୁଛି ମୋ ଅଣ୍ଡା କମିଗଲା ପରି ଲାଗୁଛି। ଏସବୁ ଦେଖି ମୁଁ ଯାହା ଜାଣିପାରୁଛି ଏ ଅଣ୍ଡାକୁ କିଏ ବୋଧେ ଚୋରି କରୁଛି। ତେଣୁ ମୋତେ ମୋ ଅଣ୍ଡା ଉପରେ ନଜର ରଖିବାକୁ ପଡ଼ିବ। ନହେଲେ ଯିଏ ବି ଏ ଅଣ୍ଡାକୁ ନେଉଛି ସେ ଏପରି ପ୍ରତ୍ୟେକ ଦିନ ଆସି ଅଣ୍ଡା ନେଇଯିବ ଏବଂ ବର୍ଷା ଦିନରେ ମୋତେ ଭୋକିଲା ରହିବାକୁ ପଡ଼ିବ। ଭୂତ ଏପରି କହି ମନେ ମନେ ପ୍ଲାନ୍ ଭାବିଲା କିପରି ସେ ଅଣ୍ଡା ଚୋରକୁ ଧରିବ। ଏବଂ ତା ପରଦିନ ସକାଳ ହେବା ପରେ ସେ ଗୁମ୍ଫାରୁ ବାହାରିକି ପଳାଇଲା। ହେଲେ ଭୂତ କୁଆଡ଼େ ଆଜି ଗଲାନି, ବରଂ ଗୁମ୍ଫା ଉପରେ ନଜର ରଖୁଥିଲା। ଏବଂ ଏତିକି ବେଳେ ବିଲୁଆ ଭୂତ ଯିବାର ମଉକା ଦେଖି ଗୁମ୍ଫା ଭିତରେ ପଶିଗଲା। ଏସବୁ ଦୃଶ୍ୟ ଦେଖି ଭୂତ ବହୁତ ଜୋରେ ରାଗିଗଲା ଏବଂ କହିଲା, ଆରେ ମୋ ସନ୍ଦେହ ଠିକ୍ ହେଲା। ମୋ ଅଣ୍ଡାକୁ ତାହେଲେ ଏ ବିଲୁଆ ଚୋରି କରି ନେଇଯାଉଛି। ମୁଁ ଏଠି ଏତେ କଷ୍ଟ କରି ଅଣ୍ଡା ଆଣୁଛି, ହେଲେ ଇଏ ଏଠାରେ ଆରାମରେ ବସି ଅଣ୍ଡା ଖାଉଛି। ହଉ ରହରେ ବିଲୁଆ, ତୁ ଆଜି ମୋ ହାତରୁ କେମିତି ମରିବୁ ଦେଖ। ଭୂତ ଏପରି କହି ଗୁମ୍ଫା ଭିତରେ ଯା। ଏହା ଶୁଣି ବିଲୁଆ ବହୁତ ଜୋରେ ଡରିଗଲା ଏବଂ ଡରି ଡରି କହିଲା, ଭୂତ ଭାଇ, ଦୟାକରି ମୋତେ କ୍ଷମା କରିଦିଅ। ମୁଁ ମୋର ଲୋଭକୁ ସମ୍ଭାଳି ନପାରି ଏ ଗୁମ୍ଫାରୁ ଅଣ୍ଡା ଚୋରି କରୁଥିଲି। ମୁଁ ଆପଣଙ୍କୁ ପ୍ରତିଜ୍ଞା କରୁଛି ଭାଇମାନେ, ତମେ ମାଙ୍କଡ଼ ନାଚ, ହାତୀ ସର୍କସ ଦେଖିଥିବ, ହେଲେ ଆଜି ତମେ
ଭାବି ଭୂତ କହିଲା, ଅରେ ଭାଇ ମାନେ, ବିଲୁଆ ଆଜି ବହୁତ ନାଚିଲାଣି, ଯାହାଦ୍ୱାରା ସେ ବହୁତ ଥକି ଯାଇଥିବ। ତେଣୁ ଆଜି ପାଇଁ ଏତିକି ନାଚ ଥାଉ। ପୁଣି ଆଉ କେବେ ବିଲୁଆକୁ ନେଇ ଆସିଲେ ତମେ ପୁଣି ଥରେ ନାଚ ଦେଖିବ। ଭୂତ ଏପରି କହି ଖୁସି ହେଲା ଏବଂ ରାତି ହେବା ପରେ ସେ ବିଲୁଆକୁ କହିଲା, ଆରେ ବିଲୁଆ, ତୁ ଗାଁରେ ଭଲ ନାଚିଲୁ, ତେଣୁ ଲୋକେ ପଇସା ଦେଲେ, ହେଲେ ଯେତିକି ଟଙ୍କା ଦେଲେ ସେଥିରେ ଅଳ୍ପ ଅଣ୍ଡା ଆସିବ। ମାନେ ତୁ ଯେତିକି ଅଣ୍ଡା ଖାଇଥିଲୁ ସେତିକି ଅଣ୍ଡା ଆସିପାରିବ ନାହିଁ। ସେଥିପାଇଁ କାଲି ଆହୁରି ଭଲରେ ନାଚିବୁ, ଯେମିତି ଲୋକେ ଆହୁରି ପ୍ରବଳ ଟଙ୍କା ଦେବେ ଓ ତୁ ଶୀଘ୍ର ଏଠାରୁ ପଳାଇବୁ। ଆରେ ଭୂତ ଭାଇ, ତମେ ଜମା ବି ଚିନ୍ତା କର ନା। କାଲି ମୁଁ ଆହୁରି ଭଲରେ ନାଚିବି। ଯେତେ ଶୀଘ୍ର ମୋ ଅଣ୍ଡା ଖିଆ ପଇସା ସୁଝିବ ସେତେ ଶୀଘ୍ର ମୁଁ ଏଠାରୁ ଯିବି। ତେଣୁ ମୁଁ କାଲି 100% ଚେଷ୍ଟା କରିବି ଭଲ ନାଚିବା ପାଇଁ। ବିଲୁଆ ଏପରି କହିବା ପରେ ଭୂତ ମନେ ମନେ ଭାବିଲା, ହଇରେ ବିଲୁଆ, ତତେ ସବୁ ଜଙ୍ଗଲରେ ଚାଲାକ ପ୍ରାଣୀ କହନ୍ତି, ହେଲେ ତୁଟା ପରା ବୋକାଟା। ମୁଁ ଆଜି ଏତେ ଟଙ୍କା ରୋଜଗାର କଲି, ହେଲେ ତୁ ଜାଣିପାରିଲୁ ନାହିଁ। ଆଉ ରହିଲା ତୁ ଏଠାରୁ ଯିବା କଥା, ଏହା କେବେ ବି ସମ୍ଭବ ନୁହଁ। ଭୂତ ଏପରି ଭାବି ବହୁତ ଖୁସି ହେଲା ଏବଂ ତା ପରଦିନ ସକାଳ ହେବା ପରେ ଭୂତ ବିଲୁଆକୁ ଅନ୍ୟ ଏକ ଗାଁକୁ ନେଲା ଏବଂ ସେଠାରେ ପହଞ୍ଚି ପୂର୍ବଥର ପରି କହିଲା, ଅରେ ଗାଁର ଛୁଆ ବଡ଼ ଭାଇ ଭଉଣୀମାନେ, ଶୀଘ୍ର ଧାଇଁ ଆସ ଓ ଏ ବିଲୁଆର ନାଚ ଦେଖ ଏବଂ ଆପଣଙ୍କ ଇଚ୍ଛା ଅନୁସାରେ ଟଙ୍କା ଦେଇଯାଅ ଏବଂ ବିଲୁଆର ସୁନ୍ଦର ନାଚ ଦେଖି ଆନନ୍ଦ ଉଠାଅ। ଏହା ଶୁଣିବା ମାତ୍ରେ ରାଜୁ ବିଜୁକୁ କହିଲା, ଆରେ ସାଙ୍ଗ ବିଜୁ, ଚାଲେ ବିଲୁଆ ନାଚ ଦେଖିମା। କାରଣ ଆମେ ତ ମାଙ୍କଡ଼ ନାଚ ଦେଖିଛନ୍ତି, ହେଲେ କେବେ ବିଲୁଆ କିପରି ନାଚେ ଦେଖି ନାହାନ୍ତି। ଓ ଏମିତିରେ ମୋ ସାଙ୍ଗ ସୁରେଶ କହୁଥିଲା ଏ ବିଲୁଆ କାଲି ତାଙ୍କ ଗାଁରେ ନାଚିଥିଲା। ତେଣୁ ଚାଲ ଚାଲ, ଶୀଘ୍ର ଚାଲ, ଆମେ ଦେଖିବା ବିଲୁଆ ନାଚ। ରାଜୁ ଏପରି କହିବା ପରେ ଦୁଇ ଜଣ ସେଠାକୁ ଗଲେ ଏବଂ ସେଠାରେ ପହଞ୍ଚି ବିଲୁଆ ନାଚ ଦେଖିଲେ। ବିଲୁଆ କାଲିଠାରୁ ଆଜି ଆହୁରି ବହୁତ ଭଲସେ ନାଚୁଥିଲା। ଏତେ ସୁନ୍ଦର ନାଚକୁ ଦେଖି ଲୋକେ ବହୁତ ଆନନ୍ଦ ଉଠାଇଲେ। ଆରେ ମାଲପି, ତୁ ବୋଲୁଛୁ କାଇଁ? ଭଲ ମଣିଷ ହେବୁନିଆ ଭାଇ, ଟେନସନରୁ ହେଇଯିବୁ ଫ୍ରି। ତୁତୁପି, ସବୁବେଳେ ତୁତୁପି ପି ପି। ବିଲୁଆ ଏପରି କହି ନାଚିଲା। ବିଲୁଆ ଏପରି ବହୁତ ସମୟ ନାଚି ନାଚି ବହୁତ ଥକି ଯାଇ ରହିଗଲା। ଏହା ଦେଖି ଭୂତ ବହୁତ ଜୋରେ ରାଗିଗଲା ଏବଂ କହିଲା, ହଇରେ ମୂର୍ଖ ବିଲୁଆ, ତୁ ଏପରି ରହିଗଲୁ କାହିଁକି? ଶୀଘ୍ର ନାଚ, ଗାଁ ଲୋକ ବହୁତ ଆସିଲେଣି ତୋ ନାଚ ଦେଖିବାକୁ। ଯଦି ଏତିକି ବେଳେ ନ ନାଚିବୁ ତାହେଲେ ଆମକୁ ଟଙ୍କା ମିଳିବ ନାହିଁ। ତେଣୁ ନାଚ ନାଚ, ଶୀଘ୍ର ନାଚ। ଦେଖ ଭାଇ, ମୁଁ ବହୁତ ସମୟ ହେବ ନାଚି ନାଚି ବହୁତ ଥକି ଗଲିଣି। ଏତେ ଥକି ଯାଇଛି ଯେ ଥକାରେ ମୋ ଗୋଡ଼ ଉଠୁନି। ଯଦି ଆଉ କିଛି ସମୟ ଏଠାରେ ନାଚେ ତାହେଲେ ମୁଁ ମରିଯିବି। ତେଣୁ ଆଜି ଏଠାରୁ ପଳାଇବା ଚାଲ। ଏମିତିରେ ବି ଆଜି ବହୁତ ଟଙ୍କା ଇନକମ୍ ହୋଇଗଲାଣି। ଆରେ ଏ ବିଲୁଆ, ତତେ କ'ଣ ଘରକୁ ଯିବାକୁ ଇଚ୍ଛା ନାହିଁ କି? ଯଦି ଘରକୁ ଯିବାର ଇଚ୍ଛା ଅଛି ତାହେଲେ ଶୀଘ୍ର ନାଚିବା ଆରମ୍ଭ କର ଓ ଅନେକ ଟଙ୍କା ରୋଜଗାର କରିବାରେ ମୋତେ ସାହାଯ୍ୟ କର। ନହେଲେ ମୁଁ ତୋର କ'ଣ କରିବି ସେଟା ତୁ ଭଲରେ ଜାଣିଛୁ। ଏହା ଶୁଣିବା ପରେ କଷ୍ଟ ହେଉ ଯାହା ହେଉ ବିଲୁଆ ନାଚିବାରେ ଲାଗିଲା। ଏସବୁ ଦୃଶ୍ୟ ଦେଖି ରାଜୁ ଜାଣିପାରିଲା କିଛି ଗୋଟିଏ ଗଡ଼ବଡ଼ ଅଛି, ଯେଉଁଥିପାଇଁ ଏ ଲୋକ ବିଲୁଆକୁ ଏପରି ବନ୍ଦିନ କରି ରଖିଛି। ଏପରି ଜାଣିପାରି ସେ ମନେ ମନେ ଭାବିଲା, ଆରେ ମତେ ଯାହା ଲାଗୁଛି ଏ ଦୁଷ୍ଟ ଲୋକଟା ଏ ନିରୀହ ବିଲୁଆକୁ ବନ୍ଦିନ କରି ରଖିଛି ବୋଧେ। ଆମ ସାର୍ ଆଜି କ୍ଲାସରେ ପଢ଼ାଉଥିଲେ ସର୍ବଦା ଜୀବଜନ୍ତୁଙ୍କୁ ସାହାଯ୍ୟ କରିବାକୁ ପଡ଼ିବ, ନହେଲେ ଏ ହାରାମି ଲୋକଟା ଏ ବିଲୁଆକୁ ଏପରି ନଚାଇ ନଚାଇ କେତେବେଳେ ମାରିଦେବ ତା ଠିକ୍ ନାହିଁ। ଏପରି କହି ରାଜୁଆ ବିଲୁଆର ପିଛା କରିବାରେ ଲାଗିଲା। ବିଲୁଆ ଗଲାବେଳେ ଦେଖିଲା ଗୋଟିଏ ଲୋକ ବାଟରେ ଅଣ୍ଡା ବିକୁଥାଏ। ଆରେ ଭାଇ, କିଏ କୋଉଠି ଅଛ? ଜଲ୍ଦି ଧାଇଁ ଆସ ଏଠାକୁ ଓ ଅଣ୍ଡା ନେଇଯାଅ ମାତ୍ର 5 ଟଙ୍କାରେ।
ओ आउ गोटे ऑफर शुणिकी रख जदि तमे 100 टंकार अंडा नेउच ताहले 2टी अंडा फ्री रे मिलिबो। एसबु कथा बिलुआ शुणिला एवं गुंफारे पहुंचवा परे भूत को कहिला, अरे ए भूत भाई तमे मो साथी धोखा कल। एते बड़ धोखा देबारो भगवान तुमको केबे भी क्षमा करिबो नाही। हो बहुत होई गला, मते बंधन करि रखिबा। एबे मते एठारो जिबा को दियो। ओइ रे बिलुआ, मु तते के धोखा देले? आउ तोर एते चर्बी होई गलानी जे तू कोन कहूचु एठारो जिबा पाई? जेते पर्यंत तो अंडा किया पैसा न सुझिचे सेते पर्यंत तो दुष्ट भूत ठारू आजाद करि देबारू मु तो भाबितली जीवन सारा ये भूत कबल रे बंधन होई रहिबे बोली। हेले तमे ठीक समय रे आसे मते रक्षा कलो। अरे ए बिलुआ, धन्यवाद मते नुह बरं ए पिला को दे, कारण से मते एठा को डाकी आनिला एवं तो असुविधा विषय मते कहितिला। तेणु तते आजाद करिबा पछरे ए पिलार बड़ हाथ अछि। एहा सुनिबा मात्रे बिलुआ कहिला, धन्यवाद मोर सान भाई, तुमे एते सानो होई सुधा बहुत बड़ बुद्धिमान काम करे मते ये भूत कबलरू रक्षा कल। तेणु तुमको बहुत बहुत धन्यवाद। मु तुमर ऋण केबे भी सुझी पारिबे नाही। अरे ए बिलुआ भाई, एतिरे धन्यवाद देबा किछि आवश्यक नाही, ए हमर कर्तव्य थिला। ओहो, ए ठंडा ठंडा पागरे झाड़ा पीरिबाटा बहुत कष्ट। मु शांति रे सोईथिली, हेले एतिकी बेले मते जोरे झाड़ा लागिला। हौ एबे जेते शीघ्र हेबो एठारु झाड़ा पीरी पळाइबी, नहेले जदि भूत बाहरे ना ताहले आज मोर शेष दिन होई जिवो। एपरी कही सुरेश गोटिए जगार झाड़ा बसिला। ओहो, झाड़ा पीरिबा पाई गोटे भल जगह पाईगली। एठारे टिके शीत कम, जहाद्वारा मते टिके थर कम उठाउची। से एतिकी कहिछि कि नहीं, हठात तार नजर पड़िला गोटिए निया गोला एपाख सेपाख गड़ुथाए। एहा देखि से डरी गला ओ धीरे धीरे कहिला, अरे एटा किपरिका जिनिस? एटा गोटे निया गोला परी गड़ुची। एपरिका जिनिस
ମୁଁ ତ ମୋ ଜୀବନରେ କେବେ ବି ଦେଖିନଥିଲି। ଏଟା ଆଉ ଡାହାଣୀ ଆଲୋକ ନୁହଁ ତ? ଆରେ ନା ନା, ଏ ଜିନିଷ କିଛି ଅଲଗା ବୋଧେ। ଆରେ ଏଟା ଆଉ ଜଖ ନୁହେଁ ତ? ହଁ ହଁ, ଏଟା 100% ଜଖ ହୋଇଥିବ। ଯାଉଛି ଏବେ ୟାକୁ ଧରିବି। ଆରେ ଗୋଟିଏ ସନ୍ଦେହ ରହିଲା, ଯଦି ଏଟା ଭୂତ ହୋଇଥିବ ନା, ତାହେଲେ ମୋର ମୃତ୍ୟୁଟା ପୁରା ଫାଇନାଲ ହୋଇଯିବ। ତେଣୁ ଏ ବିଷୟରେ ମୋ ବାପାଙ୍କୁ ଟିକେ ପଚାରିବାକୁ ପଡ଼ିବ ଓ କାଲି ଠିକ୍ ଏତିକି ବେଳେ ଆସିବି। ଯଦି ଏ ଜଖଟା ଏଠାରେ ଥିବ ତାହେଲେ ଧରିବି। ସେ ଏପରି କହି ସେଠାରୁ ପଳାଇଲା ଏବଂ ତା ପରଦିନ ସକାଳ ହେବା ପରେ ସେ ତାର ବାପାଙ୍କୁ କହିଲା, ଆରେ ବାପା, ମୁଁ ତୁମକୁ ଗୋଟିଏ କଥା ପଚାରିବି। ତମେ ମୋତେ ସବୁ କଥା ଗୋଟି ଗୋଟି କରି ଖୋଲିକି ବୁଝାଇକି କହିବ। କାରଣ ତମେ ଯଦି ମୋତେ ଠିକ୍ ଠିକ୍ ଉତ୍ତର ଦେବ ତାହେଲେ ଆମେ ବହୁତ ଧନୀ ହେବାର ସମ୍ଭାବନା ଅଛି। ଆରେ ଏ ପୁଅ, ତୋର କ'ଣ ହୋଇଛି? ତୁ ଏପରି କଥା କହୁଛୁ? ତୁ ଥରେ ମୋତେ କଥା କ'ଣ କହ। ଯଦି ତା ବିଷୟରେ ମୁଁ ଜାଣିଥିବି ତାହେଲେ ତୋତେ ଭଲରେ ଭଲରେ ବୁଝାଇ କହିବି, ଓ ଯଦି ଜାଣିନଥିବି ତାହେଲେ କହିପାରିବି ନାହିଁ। ବାପା, ଜଖ କ'ଣ ଓ ଜଖ ଦେଖିବାକୁ କିପରି? କ'ଣ ସତରେ ଜଖ ଅଛି? ମୁଁ ଏପରି ପ୍ରଶ୍ନ ପଚାରିବାର କାରଣ ହେଉଛି, କାଲି ରାତିରେ ମୁଁ ଜଙ୍ଗଲରେ ଝାଡ଼ା ପିରୁଥିବା ବେଳେ ଦେଖିଲି ଗୋଟିଏ ନିଆଁ ଗୋଳା ଗଡ଼ୁଥିଲା। କ'ଣ ସେଇଟା ଜଖ ନା ଜଖ ନୁହଁ? ଆରେ ପୁଅ, କ'ଣ କହୁଛୁ ତୁ? ନିଆଁ ଗୋଳା ଜଙ୍ଗଲରେ ଗଡ଼ୁଥିବାର ଦେଖିଲୁ? ଏଥିପାଇଁ ଜଖ ବିଷୟରେ ପଚାରୁଛୁ କି? ହଉ, ଏବେ ଶୁଣ ଯାହା ପଚାରୁଛୁ। ଆରେ ମୁଁ ଯେତେବେଳେ ଛୁଆ ଥିଲି ସେତେବେଳେ ମୋ ବାପା କହୁଥିଲେ ଆମ ଘର ପାଖରେ ଗୋଟିଏ ନିଆଁ ପେଣ୍ଡୁଳା ଗଡ଼ୁଥିଲା ଓ ସେ ନିଆଁ ପେଣ୍ଡୁଳା ଥିଲା ଜଖ। ମୋ ବାପା ତାକୁ ଧରିବାକୁ ଗଲେ, ହେଲେ ସେ ଧରା ଦେଲାନି। ଖାଲି ସେତିକି ନୁହଁ, ମୁଁ ମଧ୍ୟ ଥରେ ଜଙ୍ଗଲରୁ ଘରକୁ ଫେରୁଥିଲି। ଫେରିଲା ବେଳେ ଦେଖିଲି ଗୋଟିଏ ଜଖ ଜଙ୍ଗଲରେ ଗଡ଼ୁଥିଲା। ହେଲେ ମୁଁ ଏକଲା ଥିବାରୁ ସେ ଜଖ ପାଖକୁ ଯିବା ପାଇଁ ଡର ଲାଗିଲା। ତୁ କାଲି ରାତିରେ ଯାହାକୁ ଦେଖିଛୁ ସେ ହେଉଛି ଜଖ। ଆଉ ହଁ, ଯଦି ତୁ ସେ ଜଖକୁ ଧରି ପାରୁନା ତାହେଲେ ଆମେ ବହୁତ ଧନୀ ହୋଇପାରିବା। ଆରେ ବାପା, ମୁଁ କାଲି ରାତିରେ ସେ ଜଖ ପାଖକୁ ଯାଇଥାନ୍ତି, ହେଲେ ଡରରେ ଗଲିନି। କାରଣ ମୁଁ ଭାବିଲି ଯଦି ତାହା ଭୂତ ହୋଇଥିବ ନା, ମୋ ବେଳ ଖରାପ ହୋଇଯିବ। ହେଲେ ଏବେ ତମଠାରୁ ସବୁ କଥା ଶୁଣିବା ପରେ ସବୁ ବୁଝିଗଲି। ଆଜି ରାତିରେ ପୁରା ପ୍ଲାନିଂ କରି ଯିବି ଓ ସେ ଜଖକୁ ଧରିବି ଏବଂ ତାପରେ ଆମେ ବହୁତ ଧନୀ ହୋଇଯିବା। ବାପା, ବାପ ପୁଅ ଏପରି କଥା ହେଉଥିଲେ, ହେଲେ ଏକଥା ତାଙ୍କ ଘର ବାହାରେ ସୁଜିତ ଶୁଣୁଥିଲା। ଆମେ ତ ଛୋଟବେଳୁ ଶୁଣିଛନ୍ତି, ପଡ଼ୋଶୀ କେବେ କାହାର ଖୁସି ଦେଖିପାରନ୍ତି ନାହିଁ ଏବଂ କିଛି କାର୍ଯ୍ୟ କଲେ ଗୋଡ଼ ଟାଣନ୍ତି। ଠିକ୍ ସେମିତି ସୁଜିତ ଏକଥା ଶୁଣି କହିଲା, ଆରେ କ'ଣ ହେଲା କ'ଣ ହେଲା? ଜଖ ପୁଣି ଆମ ଗାଁ ଜଙ୍ଗଲରେ? ଏକଥା ଶୁଣି ମୋତେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ଏ ବାପ ପୁଅଙ୍କ କଥା ଶୁଣି ମୋତେ ଲାଗୁଛି ଜଖ କଥା ନିହାତି ସତ ହୋଇଥିବ। ତେଣୁ ଏ ସୁରେଶ ସେ ଜଖ ପାଖରେ ପହଞ୍ଚିବା ପୂର୍ବରୁ ମୁଁ ଆଗେ ଯାଇ ସେ ଜଖକୁ ଧରି ଆଣିବି ଓ ତାପରେ ମୁଁ ଧନୀ ହେବି। ହଉ ରୁହରେ ବାପ ପୁଅ, ମନେ ମନେ କେତେ ଗୁଡ଼ ଖାଇବା କଥା ଖାଇଯାଅ। ମୁଁ ମଧ୍ୟ ଦେଖିବି ତମେ ଦୁଇଟା କେମିତି ସେ ଜଖକୁ ଆଣୁଛ। ଏପରି କହି ସେ ସେଠାରୁ ପଳାଇଲା ଏବଂ ତାପରେ ସୁରେଶ ମନେ ମନେ ପୁରା ପ୍ଲାନ୍ କଲା କେମିତି ସେ ଜଖକୁ ଧରିବ ଏବଂ କେମିତି ଧନୀ ହେବ ଓ ତାର ଘରେ ଖୁସିର ଲହରୀ ଖେଳିବ। ସେ ଏପରି ଭାବୁଥିବା ବେଳେ ହଠାତ୍ ତାର ମନକୁ ଗୋଟିଏ ଆଇଡିଆ ଆସିଲା ଓ ତାପରେ ସେ କହିଲା, ଆରେ ମୋ ମୁଣ୍ଡରେ ଗୋଟିଏ ଆଇଡିଆ ପଶିଲା। ଏ କ୍ଷେତ୍ରରେ କେବଳ ମୋତେ ବାଘ ଓ ବିଲୁଆ ସାହାଯ୍ୟ କରିପାରିବେ। କାରଣ ମୁଁ ଯଦି ଜଖକୁ ଧରିବାକୁ ଚେଷ୍ଟା କରେ ତାହେଲେ ସିଏ ଜଙ୍ଗଲର ଭିତରକୁ ପଳାଇବ, ଯାହାଦ୍ୱାରା ମୁଁ ତାକୁ ଧରିପାରିବି ନାହିଁ। ହେଲେ ବାଘ ଓ ବିଲୁଆ ହେଲେ ଜଙ୍ଗଲର ଜୀବ। ସେ ଦୁଇ ଜଣ ଜଙ୍ଗଲର ଗଳିସନ୍ଧି ରାସ୍ତା ଜାଣିଛନ୍ତି।
ତେଣୁ ସେ ହିଁ କେବଳ ଯଖକୁ ଧରିପାରିବେ। ଏପରି କହି ସୁରେଶ ବିଲୁଆ ବାଘକୁ ଦେଖା କରିବାକୁ ଜଙ୍ଗଲକୁ ଗଲା ଏବଂ ତାଙ୍କ ପାଖରେ ପହଞ୍ଚିବା ପରେ ବିଲୁଆ କହିଲା, ହଇରେ ମଣିଷ, ତୁ ଏଠାକୁ କାହିଁକି ଆସିଛୁ? ଆଉ ତୁ ଭୁଲି ଯାଉଛୁ ବୋଧେ ଆମେ ତୋତେ ଚାହିଁଲେ ଏଇଠାରେ ମାରିଦେବୁ। ଆରେ ଆମେ ଯଦି ତମ ଜାଗାକୁ ଯାଉନୁ ତାହେଲେ ତମେ ମଧ୍ୟ ଏଠାକୁ ଆସି ଆମକୁ ହଇରାଣ କର ନାହିଁ। ଆରେ ଏ ବାଘ ଓ ବିଲୁଆ, ମୁଁ ଏଠାକୁ ତୁମକୁ ହଇରାଣ କରିବା ପାଇଁ ଆସିନି, ବରଂ ମୋର ତୁମ ପାଖରେ ଗୋଟିଏ ସାହାଯ୍ୟର ଆବଶ୍ୟକ ଅଛି। ଯଦି ତମେ ମୋତେ ସାହାଯ୍ୟ କରିବ ତାହେଲେ ତମେ ମୋତେ ଯାହା ମାଗିବ ମୁଁ ତୁମକୁ ସେଇଆ ଦେବି। ଏବେ କୁହ, ମୋର ସାହାଯ୍ୟ କରିବ ନା କରିବ ନାହିଁ? ଆରେ କି ପ୍ରକାର ସାହାଯ୍ୟ? ମଣିଷ ପୁଣି କେବେଠୁ ଜୀବଜନ୍ତୁଙ୍କର ସାହାଯ୍ୟ ନେଲେଣି? ଏ କଥା ମୋତେ ଟିକେ ହଜମ ହେଉନି। ମୋତେ ଯାହା ଲାଗୁଛି ତୁ ଏଠାକୁ ଆସିଛୁ ଆମକୁ ଫସାଇ ମାରିବା ପାଇଁ। ତେଣୁ ମାମା, ଏ ମଣିଷଟାକୁ ମନା କରିଦିଅ, ଆମେ ତାକୁ କୌଣସି ପ୍ରକାର ସାହାଯ୍ୟ କରିପାରିବୁ ନାହିଁ। ଆରେ ଏ ବିଲୁଆ, ମୁଁ ସତ କଥା କହୁଛି, ମୁଁ ତୁମର କିଛି ବି କ୍ଷତି କରିବା ପାଇଁ ଏଠାକୁ ଆସିନି କିମ୍ବା ତୁମକୁ ଫସାଇବା ପାଇଁ ଏଠାକୁ ଆସିନି। ଆଉ ଏମିତିରେ ମୋତେ ତୁମ ପାଖରେ ଯେଉଁ ସାହାଯ୍ୟ ଦରକାର ସେଟା ରାତିରେ ହେବ। ଯଦି ସାହାଯ୍ୟ କରିବ କୁହ, ନହେଲେ ମୁଁ ଏଠାରୁ ପଳାଇବି। ରହ ବିଲୁ, ତୁ ଏବେ ଚୁପ୍ କର, ଆଗେ ତାକୁ କହିବାକୁ ଦେ ସେ କ'ଣ କହୁଛି। ଯଦି ଆମକୁ ଠିକ୍ ଲାଗିଲା ତାହେଲେ ଆମେ ତାର ସାହାଯ୍ୟ କରିବା, ନହେଲେ ତାକୁ ଏଠାରୁ ଫେରାଇ ଦେବା। ହଉ, ଏବେ କହ ତୋର କି ସାହାଯ୍ୟ ଦରକାର? ସାହାଯ୍ୟ ମାନେ ଆଜି ରାତିରେ ତମେ ମୋ ସାଥିରେ ଜଙ୍ଗଲରେ ରହିବ ଏବଂ ଗୋଟିଏ ଯଖକୁ ଧରିକି ଦେବ। ଏବେ ତମେ ଭାବୁଥିବ ଯଖ କ'ଣ? ଯଖ ହେଉଛି ଗୋଟିଏ ନିଆଁ ପେଣ୍ଡୁଳା ଭଳିଆ। ବାସ୍ ତମେ ଥରେ ମୋତେ ଧରିକି ଦିଅ ଓ ତାପରେ ଯାହା ମାଗିବ ମୁଁ ଦେବି। ହଉ ଠିକ୍ ଅଛି ମଣିଷ, ଆମେ ତୋର ସାହାଯ୍ୟ କରିବୁ। ଆଉ ମନେ ରଖ, ଯଦି ତୁ କିଛି ଚାଲାକି କରିବା ପାଇଁ ଚେଷ୍ଟା କରୁନା ତାହେଲେ ଆମ ହାତରୁ ତୋତେ କେହି ବି ବଞ୍ଚାଇ ପାରିବେ ନାହିଁ। ଆଉ ଗୋଟେ କଥା, ତୋର କାମ ହୋଇସାରିବା ପରେ ତୁ ଆମ 2 ଜଣଙ୍କୁ 20ଟି ଛେଳି ଖାଇବାକୁ ଦେବୁ। ଯଦି ଏକଥାରେ ରାଜି ତାହେଲେ ଆମେ ତୋର ସାହାଯ୍ୟ କରିବୁ, ନହେଲେ ତୁ ଏଠାରୁ ପଳାଇ ପାରୁ। ସୁରେଶ ବାଘ କଥାରେ ରାଜି ହୋଇଗଲା ଏବଂ ରାତି ହେବା ପରେ ସୁଜିତ ମନ ଖୁସିରେ ତାଙ୍କ ଗାଁ ଜଙ୍ଗଲକୁ ପଳାଇ ଆସିଲା ଏବଂ କିଛି ସମୟ ଅପେକ୍ଷା କରିବା ପରେ ହଠାତ୍ ତାର ନଜର ପଡ଼ିଲା ଗୋଟିଏ ନିଆଁ ପେଣ୍ଡୁଳା ଗଡ଼ୁଥାଏ। ଏହା ଦେଖି ସେ ବହୁତ ଖୁସି ହୋଇଗଲା ଓ କହିଲା, ଆରେ ବାଃ, ସତରେ ଏଟା ଯଖଟା। ତାହେଲେ ସେ ବାପ ପୁଅ ସତ କହୁଥିଲେ। ଏବେ ମୁଁ ଏ ଯଖଟାକୁ ଧରିକି ନେଇଯିବି ଏବଂ ତାପରେ ପ୍ରବଳ ଧନୀ ହୋଇଯିବି। ହଉ, ଏବେ ଆଉ ବିଳମ୍ବ ନକରି ଶୀଘ୍ର ଯାଉଛି ଏଟାକୁ ଧରିବି, ନହେଲେ ସେ ବାପ ପୁଅ 2 ଜଣ ଆସି ୟାକୁ ନେଇଯିବେ। ସୁଜିତ ଏପରି କହି ଯଖକୁ ଧରିବା ପାଇଁ ଆଗକୁ ବଢ଼ିବାରେ ଲାଗିଲା। ସେ ଯେମିତି ଯଖକୁ ଧରିବା ପାଇଁ ଚେଷ୍ଟା କଲା, ଯଖ ସେତେ ଆଗକୁ ଆଗକୁ ବଢ଼ିବାରେ ଲାଗିଲା। କଥାରେ ଅଛି, ଅତି ଲୋଭ ତଣ୍ଟି କାଟେ। ଠିକ୍ ସେମିତି ସୁଜିତ ଲୋଭରେ ପଡ଼ି ସେ ଯଖ ପଛେ ପଛେ ଗଲା ଓ ତାପରେ ହଠାତ୍ ସେ ରହିଗଲା, କାରଣ ସେ ଦେଖିଲା ଆଗରେ ଗୋଟିଏ ଭୟଙ୍କର ଭୂତିଆ ଗୁମ୍ଫା ଥାଏ ଏବଂ ସେ ଗୁମ୍ଫା କୌଣସି ସାଧାରଣ ଗୁମ୍ଫା ନୁହଁ, ବରଂ ସେ ଗୁମ୍ଫାର ମୁହଁ ଗୋଟିଏ ସତ ଭୂତର ମୁହଁ। ଏହା ଦେଖି ସେ ସେଠାରୁ ଯିବାକୁ ଭାବୁଥିବା ବେଳେ ହଠାତ୍ ଭୂତ ତାକୁ ମାରିଦେଲା ଏବଂ ଏ ପାଖରେ ସୁରେଶ ବିଲୁଆ ଓ ବାଘକୁ ଧରି ଯଖକୁ ଦେଖିଥିବା ଜାଗାରେ ପହଞ୍ଚିଗଲା ଏବଂ ସେଠି ପହଞ୍ଚି ଯଖ ଆସିବାର ଅପେକ୍ଷା କରିବାରେ ଲାଗିଲା। ସେ ଅପେକ୍ଷା କରି କରି କିଛି ସମୟ ବିତିବା ପରେ ହଠାତ୍ ଯଖ ଆସିଲା। ଯଖକୁ ଦେଖି ସୁରେଶ କହିଲା, ଆରେ ଏ ବାଘ ଓ ବିଲୁ, ଦେଖ ଯଖ ଆସିଗଲା। ଏବେ ଆମ 3 ଜଣଙ୍କର କାମ ହେଉଛି ସେ ଯଖକୁ ଧରିବା। ଯେତେ ଶୀଘ୍ର ହେବ ଏଟାକୁ ଧର, ନହେଲେ ଏଟା ଏଠାରୁ ପଳାଇବ। ସୁରେଶ ଏତିକି କହିବା ପରେ 3 ଜଣ ମିଶି ସେ ଯଖକୁ ଧରିବା ପାଇଁ ଚେଷ୍ଟା କଲେ ଏବଂ ତାକୁ ଧରିବାକୁ ଯାଇ ଯାଇ ଶେଷରେ ସେମାନେ 3 ଜଣ ଯାଇ ସେଇ ଭୂତିଆ ଗୁମ୍ଫା ପାଖରେ ପହଞ୍ଚିଗଲେ
ଏବଂ ସେଠାରେ ପହଞ୍ଚିବା ପରେ 3 ଜଣ ଦେଖିଲେ ଏକ ଭୟଙ୍କର ଭୂତିଆ ଗୁମ୍ଫାଟେ ଅଛି। ଏହା ଦେଖି ବାଘ ଭାବିଲା ସୁରେଶ ବୋଧେ ତାଙ୍କୁ ଫସାଇ ଏ ଭୂତ ଗୁମ୍ଫା ପାଖକୁ ଆଣିଛି। ତେଣୁ ସେ ବହୁତ ଜୋରେ ରାଗିଗଲା ଓ ରାଗରେ କହିଲା, ହଇରେ ମୂର୍ଖ ମଣିଷ, ତୁ ଶେଷରେ ଆମକୁ ଧୋକା ଦେଇ ଏଇ ଭୂତ ପାଖକୁ ମରିବା ପାଇଁ ନେଇ ଆସିଲୁ। ବିଶ୍ୱାସ କର, ଆଜି ଯଦି ମୁଁ ଏଠାରୁ ବଞ୍ଚିକି ଯାଏ ନା, ତାହେଲେ ତତେ ମୋ ହାତରୁ କେହି ବି ବଞ୍ଚାଇ ପାରିବେ ନାହିଁ। ମାମା, ମୁଁ ପ୍ରଥମରୁ କହୁଥିଲି ଏ ମଣିଷ ଜାତି ଗୁଡ଼ାକ ହେଉଛନ୍ତି ବେଇମାନ, ତେଣୁ ୟାକୁ ଭରସା କରନି। ହେଲେ ତମେ କ'ଣ ମୋ କଥା ମାନିଲ? ମୋ କଥା ମାନିଲ ନାହିଁ। ଆଜି ଏଇ ବଡ଼ ଅସୁବିଧାରେ ପଡ଼ିଲ। ଏବେ ଭାବ ଆମେ ଏଠାରୁ କେମିତି ବଞ୍ଚିବା? ଆରେ ଏ ବିଲୁଆ ଓ ବାଘ, ମୁଁ ସତ କହୁଛି, ଏ ଭୂତ ପାଖକୁ ମୁଁ ତୁମକୁ ଫସାଇକି ଆଣିନି, ବରଂ ଏ ଜଖ ନେଇକି ଆସିଛି। ତେଣୁ ମୋ ଉପରେ ଏପରି ମିଛ ଅଭିଯୋଗ ଲଗାଉ ନାହିଁ ଓ କୁହ ଏଠାରୁ କେମିତି ବଞ୍ଚିକି ଯିବା। ଏକଥା ଶୁଣି ଭୂତ ଜୋରେ ହସି ହସି କହିଲା, ହଇରେ ମୂର୍ଖ ମାନେ, ତୁମକୁ ଏଠାକୁ କେହି ବି ଡାକି ନାହାନ୍ତି, ବରଂ ମୁଁ ତୁମକୁ ଆଣିଛି। ଆଉ କ'ଣ କହୁଛ ଏଠାରୁ ଖସିକି ଯିବ ବୋଲି? ଆରେ ଆଜି ପର୍ଯ୍ୟନ୍ତ ଯିଏ ବି ଏଠାକୁ ଆସିଛି ସେ କେହି ବି ବଞ୍ଚିକି ଯାଇନାହାନ୍ତି। ଆଉ ତମେ କେମିତି ଏଠାରୁ ବଞ୍ଚିକି ଯିବ ମୁଁ ବି ଦେଖିବି। ତମେ 3ଟା ଆଜି ମୋ ପେଟର ଭୋଜନ ହେବ। ଏ ଭୂତ ଭାଇ, ଦୟାକରି ଏ 2 ଜଣଙ୍କୁ ଛାଡ଼ିଦେ। ଯଦି ଖାଇବା କଥା ମୋତେ ଖାଇଦେ, ହେଲେ ଏ ନିରୀହ ଜୀବ 2ଟାକୁ ଛାଡ଼ିଦେ। ମୁଁ ଏ ଜଖ ଲୋଭରେ ଏଠାକୁ ଆସିଥିଲି, ହେଲେ ଏ ନିରୀହ ଜୀବ 2ଟାକୁ ମୁଁ ଡାକିବାରୁ ସେ ଆସିଥିଲେ। ତେଣୁ ଯଦି ଖାଇବା କଥା ମୋତେ ଖା। ଏହା ଦେଖି ବାଘ ବୁଝିଗଲା ଯେ ପ୍ରକୃତରେ ମଣିଷ ତାକୁ ଫସାଇ ଏଠାକୁ ଆଣିନି, ବରଂ ଅଜଣାରେ ସବୁ ଏଠାକୁ ପଳାଇ ଆସିଛନ୍ତି। ଏସବୁ ବୁଝିପାରି ବାଘ କହିଲା, ଆରେ ମଣିଷ, ତୋ କଥାରୁ ମୁଁ ବୁଝିପାରୁଛି ତୁ ଆମକୁ ଏଠାକୁ ଡାକିନୁ ବୋଲି। ତେଣୁ ଆଜି ଯଦି ମରିବା ତାହେଲେ 3 ଜଣ ମରିବା, କାରଣ ଆମେ ମଧ୍ୟ ଛେଳି ଖାଇବା ଲୋଭରେ ତୋ ସାଥିରେ ଆସିଥିଲୁ। ଲୋଭ 3 ଜଣ କରିଛନ୍ତି ମାନେ 3 ଜଣ ମରିବା, ନହେଲେ ଏଠାରୁ 3 ଜଣ ବଞ୍ଚିକି ଯିବା। ଆରେ ତମ 3 ଜଣଙ୍କର ଯଦି ସେ ଫିଲ୍ମ ଭାଷଣ ସରିଗଲା, ତାହେଲେ ଏବେ ମରିବା ପାଇଁ ପ୍ରସ୍ତୁତ ହୋଇଯାଅ, କାରଣ ମୋତେ ଜୋରେ ଭୋକ ଲାଗିଲାଣି। ତେଣୁ ମର ଏବେ। ଭୂତ ଏପରି କହିଛି କି ନାହିଁ, ହଠାତ୍ ଗୋଟିଏ ନିଆଁ ଲଗା ତୀର ଆସି ତା ଦେହରେ ବାଜିଲା, ଯାହାଦ୍ୱାରା ସେ ସେଇଠାରେ ଜଳିଗଲା। ଏହା ଦେଖି ବାଘ, ବିଲୁଆ ଓ ସୁରେଶ ଖୁସି ହୋଇଗଲେ ଏବଂ ପଛକୁ ବୁଲି ଦେଖିଲେ ସୁରେଶ ବାପା ତୀର ମାରିଛି। ଏହା ଦେଖି ସେ କହିଲା, ଆରେ ବାପା, ତମେ ଏଠି ଓ ତମେ କେମିତି ଜାଣିଲ ମୁଁ ଅସୁବିଧାରେ ପଡ଼ିଛି ବୋଲି, ଯାହାଦ୍ୱାରା ତମେ ଏଠାକୁ ତୀର ଧରି ପଳାଇ ଆସିଲ ଏବଂ ଏ ଭୂତକୁ ମାରିଦେଲ? ଆରେ ପୁଅ, ତୁ ଘରୁ ବାହାରିବା ପରଠାରୁ ମୋ ମନ ଗୋଳେଇ ଘାଣ୍ଟି ହେଲା। କାହିଁକି କେଜାଣି ମୋତେ ଏମିତି ଲାଗିଲା ସତେ ଯେମିତି ତୁ କୌଣସି ବହୁତ ବଡ଼ ବିପଦରେ ପଡ଼ିଛୁ ବୋଲି। ମୋ ମନ ଜମା ବି ଭଲ ନ ଲାଗିବାରୁ ମୁଁ ଆମ ତୀର ଧରି ଏଠାକୁ ପଳାଇ ଆସିଲି ଓ ଏଠାରେ ପହଞ୍ଚି ଦେଖେ ତ ତମେ ବହୁତ ବଡ଼ ବିପଦରେ ପଡ଼ିଛ। ଏହା ଦେଖି ମୁଁ ମୋର ତୀର ମାଧ୍ୟମରେ ଏ ଭୂତକୁ ମାରିଦେଲି। ସେମାନେ ଏପରି କଥା ହେଉଥିବା ବେଳେ ହଠାତ୍ ଜଖଟି ବଡ଼ ହେବାରେ ଲାଗିଲା ଏବଂ ସେଠାରୁ ଗୋଟିଏ ଦେବତା ବାହାରି କହିଲା, ଆରେ ବାଘ, ବିଲୁଆ ଓ ମଣିଷ, ତୁମ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ। ତମେ ମୋତେ ଏ ଭୂତ କବଳରୁ ରକ୍ଷା କରିଥିବାରୁ। ଏ ଭୂତ ମୋତେ ଗୋଟିଏ ଜଖ କରି ତା କବଳରେ ବନ୍ଦିନ କରି ରଖିଥିଲା ଓ କହୁଥିଲା ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ମଣିଷ ନେଇ ଆସିବା ପାଇଁ। ହେଲେ ତୁମେ ଏ ଭୂତକୁ ମାରିବା ପରେ ମୁଁ ଏ ଜଖଟାରୁ ମୁକ୍ତି ହେଲି। ଏଥିପାଇଁ ମୁଁ ତୁମକୁ କିଛି ଉପହାର ଦେବାକୁ ଚାହୁଁଛି। ଦେବତା ଏପରି କହି ନିଜର ଶକ୍ତି ମାଧ୍ୟମରେ ଅନେକ ସୁନାର ଟଙ୍କା ଦେଲେ ଓ ସେଠାରୁ ଅଦୃଶ୍ୟ ହୋଇଗଲେ।